ଜୟ ଜଗନ୍ନାଥ ସାଙ୍ଗମାନେ ସ୍ୱାଗତ କରୁଛି ମୋର ଆଜିର ବ୍ଲଗ୍କୁ। ତ ଏଇଟା ହେଉଛି କାଲି ରାତିର ବ୍ଲଗ୍। ଆକ୍ଚୁଆଲି ତ ଆମର ଘରେ ଗଣେଶ ପୂଜା ଯେହେତୁ ହେଇଥିଲା, ଠାକୁରଙ୍କ ପାଇଁ ଆସିଥିଲା ରାବିଡ଼ି, ଯେଉଁଟାକି ପୂଜା ହେଇଥିଲା ଠାକୁରଙ୍କ ପାଖରେ। ତ ମାଆ ତାକୁ ଫ୍ରିଜରେ ରଖିଦେଇଥିଲା। ତ ଆମେ ଯେତେବେଳେ ଆସିଥିଲୁ ଦୋକାନରୁ, ମାଆ କହିଥିଲା ଏଠି ଥୁଆ ହେଇଛି ଖାଇନିଅ। ତ ରୂପା ଭାବିଲା ଆଜି ଗୋଟେ କିଛି କରିବା, ଭାଇର ଆଜି ଜନ୍ମଦିନ ଥିଲା। ତ ଚାଲ ଦେଖିବା କ'ଣ ରୂପା କରୁଛି। ଭାରି ଖୁସି, ମନ ପସନ୍ଦ ଜିନିଷ ମିଳିଲେ ତ ଭାରି ଖୁସି ନା। ଖୁସି ତ କୁଲୁ କୁଲୁ କରୁଛୁ। ଏ ଲଡ଼ୁ ବାବା କାହିଁ ଥୁଆଇଛି ନା ଏଠି? ତ ତା'ର ଜନ୍ମଦିନ ପ୍ରତିବର୍ଷ ତ ଡେଟ୍ ଅନୁସାରେ ହିଁ ପଡ଼ିଥାଏ, କାରଣ ତିଥି ମନେ ରହିନଥିଲା, ଏମିତି ଭଲ ତିଥି କିଛି ନଥିଲା। ତ ତିଥି ଅନୁସାରେ ହେଲେ ତ ପ୍ରାୟ ମନେ ରହିଯାଇଥାଏ, କିନ୍ତୁ ଡେଟ୍ ଅନୁସାରେ ରହିଥିଲା ଯେହେତୁ ତା'ର ଡେଟ୍ ଅନୁସାରେ ହିଁ ପଡ଼ିଥିଲା ଗଣେଶ ପୂଜା ଦିନ ଜନ୍ମଦିନ। ତ ଡେଟ୍ ସେମିତି କିଛି ହେଇନଥିଲା, ସମଥିଙ୍ଗ ତ ନର୍ମାଲ୍ ଖାଇବା ହିଁ ହେଇଥିଲା ଘରେ, ଅରୁଆ ଭାତ ଡାଲମା। ତ ଆପଣ ଦେଖିଥିଲେ କାଲିର ବ୍ଲଗ୍ରେ। ତ ଆଜି ଆମେ ରାତିରେ ଭାବିଥିଲୁ ତା ପାଇଁ କିଛି କରିବା, ତ ଭାବିଲୁ ପୁରୀ କରିବା, ବିଟ୍ ପୁରୀ। କିନ୍ତୁ ସିଏ ତ କହିଲା ତାକୁ ତ ଏସବୁ ଜିନିଷ ଏତେ ପସନ୍ଦ ନୁହଁ, ତ ଭେରାଇଟି ଜିନିଷ ପସନ୍ଦ ନୁହଁ ତାକୁ। ଆକ୍ଚୁଆଲି ସେ ନର୍ମାଲ୍ ଖାଇବାକୁ ହିଁ ବେଶୀ ପସନ୍ଦ କରେ। ତ ଭାବିଲୁ ଛାଡ଼, ଆମେ ନର୍ମାଲ୍ ପୁରୀ କରିଦେବା, ଦୁଇଟା ବିଟ୍ ପୁରୀ ବି କରିଦେବା। ତ ସେଥିପାଇଁ ଆମେ ତା ବିଟ୍ କିଛିଟା ନେଇଯାଇଥିଲୁ, ଆଉ ଆମର ପୁରୀ ବନେଇବା ଷ୍ଟାର୍ଟ କରିଥିଲୁ। ଆମେ ତା ସହିତ ବନେଇଥିଲୁ ପୁରୀ, କ୍ଷୀରି ଆଉ ତରକାରୀ। ଆମମାନଙ୍କୁ ତ ଏତେ ଖାସ୍ ବି ଆସେନି, ନର୍ମାଲି ଯେମିତି ଆମକୁ ଆସେ ସେମିତି ବନେଇବା ଚେଷ୍ଟା କରିଥିଲୁ। ଯେହେତୁ ଭାଇର ବାର୍ଥଡ଼େ ଥିଲା, ତ କିଛି ତ କରିବାର ଥିଲା ନା। ତ ଯଦି ବାରରେ ପଡ଼ିଥାନ୍ତା ତ ଘରେ ଭଉଣୀ ଇଏ ସମସ୍ତେ ଆସିଥାନ୍ତେ, ଆଉ ତା ସାଙ୍ଗମାନେ ବି ଆସିଥାନ୍ତେ, ଖିଆପିଆ କରିଥାନ୍ତେ, ଏସବୁ ତ ହେଇଥାନ୍ତା। ତ ଯେହେତୁ ସେମାନେ କେହି ଆସିବେନି, ଆଉ ପଡ଼ିଛି ସେମିତିରେ ବି ଗଣେଶ ଚତୁର୍ଦଶୀରେ, ତ ଆମେ ଭାବିଲୁ କିଛି ବିନା ପିଆଜ ରସୁଣ ଘରେ ବନେଇକି ଖାଇଦେବା, ତ ବାର୍ଥଡ଼େଟା ସେଲିବ୍ରେଟ୍ କରିନେବା। ତ ସେଥିପାଇଁ ଆମେ ଆଜି କ୍ଷୀରି ପୁରୀ ବନାଉଛୁ। ଚାଲ ଦେଖିବା ଫୁଲ୍ ବ୍ଲଗ୍ ଭିଡ଼ିଓ। ତ ମୁଁ କ୍ଷୀରି ଆଜି ସୁଜି ଆଉ ସିମେଇରେ ବନେଇଥିଲି। ଆଉ ମାଆ ତାଙ୍କର ସେପଟେ ବସି ଫୋନ୍ ଦେଖୁଥିଲେ, ଆଉ ତରକାରୀଟା ସେ ମାଆ ବନେଇ ଦେଇଥିଲା, କାରଣ ମୋତେ ବୁଟ ତରକାରୀ ଆସେନି, ରୂପାକୁ ଆସେ, କିନ୍ତୁ ସେ କହିଲା ମାଆ ଆଜି ବନେଇବ, ମାଆ ବୁଟ ତରକାରୀ ଭାରି ଭଲ ଲାଗେ। ତ ଚାଲ ଦେଖିବା ଫୁଲ୍ ବ୍ଲଗ୍ ଭିଡ଼ିଓ। ତୁ କ'ଣ କରୁଛୁ ଛୁଆ? ବୁଟ ତରକାରୀ କରୁଛୁ ପୁରୀ ସାଙ୍ଗରେ? କର ଏମିତି କରି ଖାଇବା ପିଇବାକୁ ଦେଇଥା ମୋତେ। ଗୋଟା ପରେ ଗୋଟା ନକୃଷ୍ଣ କରୁଥା ନେଇକିନି ପୁରୀ ତରକାରୀ କହିକି, ଲାଷ୍ଟକୁ ମୁଁ 11କୁ ପୁରୀ ତରକାରୀ ଖାଇବୁ ତୁ। ଯଦି ହଉଛି ପୁରୀ ତରକାରୀ ଖାଇବାକୁ ତୁ 11କୁ ଖାଇବୁ। କେତେବେଳେ ମ ପତ୍ରରେ ତୋରିଆରେ ଭଲସେ ଧରି 3 ଥର। ପଇସା ପାଇନି ତାର ତୁ ତ ଟମାଟୋ କାଟୁଛୁ ନା, ମୁଁ ସିରିଏଲ୍ ଦେଖିଲେ କ'ଣ ଅଛି? ତୁ କଲନି ଭିଡ଼ିଓ, ତୁ ତୋର ଷ୍ଟାଣ୍ଡ କାହିଁ ଆଣିଛୁ? ହାତରେ କାମ କରିବୁ। ହଁ, ମା ତା ତରକାରୀ କରୁଛୁ, ତୁ ଠିକ୍ ଦେଖୁଛୁ ଅପଛର। ତୁ ପକାଇନି ତା ଘରେ ବଢ଼ିଆ ତ ଲୁଣ ଚାମଚ ବଢ଼ିଆ କରୁଛୁ। ବଢ଼ିଆ ଦେବି ଆଧେ ଠିକ୍ ଅଛି। ପାଣି ଦେଇ ଡାଲି ସବୁ ସିଝି ଯାଇଥିବ, କିନ୍ତୁ ଗୋଟାଳିଆ ଥିବ। ପାଣି ଦେବୁନ?
ଆଉ କେହି ପାଣି ଦେବୁ ଆଉ ଟିକେ ପାଣି ଦେ, ସେ ଶୁଖିଯିବ, ଭଲ ଲାଗିବନି ମୋତେ। କାହିଁ କହିଲୁ? ପିତ୍ତଳ ହଣ୍ଡା ବସିବୁ। ମାଟା କହିଥିଲା ବସେଇଦେବି। କମା ଏଇଟା କମ୍ ହେଲାନି ନା ଆମର। ସେ ବି ହେଲା ଛାଡ଼ିଦେଲୁ ପବ୍ଲିକ୍ କଥା ପବ୍ଲିକ୍ କଥା ଛାଡ଼ିଦେ। ଦେଟା ଥାଳିରେ ଥୋଇବି। ଗ୍ୟାସ୍ ମିଡ଼ିୟମ୍ ଟାଇମ୍ରେ ରଖ। କହିବି ସେ ବି କୋଉଥିରେ ସେଟା ଡିସ୍ରେ ରଖିଦେଇଛି। ଏତେ ଗୋଟେ ଡିସ୍ରେ ଆଉ ସସ୍ କାଇଁ ଆଉ ଗୋଟେ ତସଲା ସେ ଛୋଟ ଟିକି ସେଇଥିରେ ପୁରେଇ ଦେଉଛି। ଛାଡ଼ିଲୁ ଏଇଟା କେତେ ଛାଡ଼ିଲି? ଫାଟିଗଲା ଏପଟଟା ଫୁଲୁଥିଲା ଯୋଉ ମାନେ କରିଥିଲି ବୋଧେ। ଭାରତ ମାଂସ ଚଳିବ ସବୁ ପେଟକୁ ଯିବ। ଚାରିକଣିଆ କରିଦେଇଛୁ। ଛାଡ଼ିବ ନା ଆରାମସେ ପୁରା ସଫ୍ଟ। ଏଟା ଭଲ ଫୁଲିବ। ସେ ନୁହଁ ସେ ସେପଟ କପଟ ଏପଟ କପଟ ମଝିରେ ସେଟ୍ ହେଇକି ଅଛି। ବୁଝିପାରିଲୁ? ସେଟା ଛଡ଼ା ହେଇନି ଭଲ କି।
ସିଏ ସେ ମୋ ସାଙ୍ଗେ ଖାଇବୁ ନା ତୋର ଅଲଗା ଖାଇବୁ କହ? ଅଲଗା 10 ବାରଟା ଖାଇବି ଯେମିତି ସେମିତି କହୁଛୁ। ମୁଁ ତ 2ଟା ଖାଇବି। 2ଟା ଖାଇବୁ? 3ଟା ଖାଇଥାନ୍ତି ଆଉ ଗୋଟା ଖୋଇଲି ମୋତେ। ଖାଲି ଫେରିବ ଆଉ କଣ? ଚାମଚ ପକଉନୁ। ଚାମଚ ଖାଇ ସେଥିପାଇଁ ଚାମଚ ଠିକ୍ ଅଛି ମୋର। କେତେ ଲେଖା କରୁଛି ବୁଝୁ ଚାମଚ ପିସା ଦେଇଗଲା। କାଜୁ ଆସୁନି। କାଜୁ ଆଇଛି। ହେଇଲୋ କାଜୁ ମତେ ଛାଡ଼ି ରହିପାରୁନି। ମୁଁ ଖାଲି ମୁଁ ତାକୁ ଛାଡ଼ି ରହିପାରୁଛିନି। ମା ଗୋଟେ କାଜୁ ଦେବି। ଭଲ ଲାଗୁଛି ମା। ଯାହା ଖାଇବ ଜାଣିକି ବାଣ୍ଟିକି ନଉଛି। ସେ ଜେଗା ତୁ କରୁଛୁ କରଲୋ ଝିଅ ମାଜିବୁ ତୁ। ମାଜିବା ଭିଡ଼ିଓ ବି ମୁଁ ନିଶ୍ଚୟ କରିବି ବ୍ୟସ୍ତ ହନି। ଥଣ୍ଡା ହେଇଯାଇଛି ସର୍ଦ୍ଦି ହେଇଯାଇଛି ମୋର ଟିକେ। ସର୍ଦ୍ଦି ହଉ ଯାହା ହଉ ଯେତେଟା ଜେଗା କର ତୋର ମାଜିବୁ ବସିକିନି ଏକା ସାଙ୍ଗେ ଖାଇ ଦେଇଥାନ୍ତେ। ଆପଣ ଏକା ସାଙ୍ଗେ ଖାଇବ ନା କେମିତି ଖାଇବି? ଏକା ସାଙ୍ଗେ ମାନେ ଗୋଟାଏ ଜାଗାରେ ନେଇଯାଇଥାନ୍ତୁ। 2ଟା ଥାଳି ତ 4ଟା ତାଟିଆ 3ଟା ଥାଳିଆ 3ଟା 4ଟା କଡ଼େଇ ଡାଲମା ପ୍ରେସର। ଲାଗିବ କି ପଚାରିନି? ପଚାରିବି କଣ ଖାଇବେ ତାଙ୍କ ଡାଲମା ଦେଇଦେବୁ ତାଙ୍କୁ ଖାଇବେ। ଭଲ ଜିନିଷ ତତେ ଗନ୍ଧାଏ ଆଉ। ଖଟା ହେଇଛି। ଗୋରୁ ଖାଇବ ଗୋରୁ। ଅଳ୍ପ ଥିଲା। ଏ ଯୋଉ କମ୍ ଥିଲା। ଏତିକି ଏଠି କଣ ଯାଇଥିଲା ଆଉ ଥିଲା। ଭଲ ଲାଗୁନି ପୁରୀ? ଆଇଲୁନି ଡାଲମାଟା ଆଇଲୁନି କି? ଏବେ ଖାଇବ ମା ଡାଲମା। ମାଇଁ ପୁରୀ ଭଲ ଲାଗୁନି? ଆଉ କହୁଥିଲୁ ଭଲ ଲାଗିବନି? ଛଣା ହେଇକି ତା ପାଣିରେ ଖାଲି ହବ। ହଉ। ତୁ ଆସୁନୁ ଖୋଇଦେବି। ଖାଇଛୁ? ଗଣେଶର କବିର ସେକେଣ୍ଡ ଅବତାର ନା ତରକାରୀ ଅଛି। ଖାଇବା ତ ବହୁତ ସାରା ଟେଷ୍ଟ ଥିଲା। ଆଉ ରୂପା ଷ୍ଟିମ୍ ବି ଆଣିଥିଲା ଭାଇ ଖାଇବା ଭଲ ପାଏ ବୋଲି ଷ୍ଟିମ୍, କିନ୍ତୁ ଷ୍ଟିମ୍ଟା ଏତେ ଟେଷ୍ଟ ନଥିଲା। କେଜାଣି କ'ଣ ହେଇଥିଲା ତାର। ଆମେ ତ ସବୁବେଳେ ସେଇ ଜାଗାରୁ ଆଣୁ, କିନ୍ତୁ ଆଜି ଷ୍ଟିମ୍ର ଏତେ ଟେଷ୍ଟ ନଥିଲା। ତ ଯାହା ବି ହଉ ଖିଆ ପିଆ ଆମର ସରିଯାଇଛି ଆଉ ଖାଇବା ବହୁତ ସାରା ଟେଷ୍ଟ ଥିଲା।
ଆଉ ଆମର ନାଇଟ୍ ଭିଡ଼ିଓ ଆଜିର ଶେଷ ହେଇଯାଇଛି ତ ଆଜିର ଷ୍ଟାର୍ଟ ଭିଡ଼ିଓ। ତ ଦିନରେ ସେମିତି କିଛି ସମଥିଙ୍ଗ ନଥିଲା କାମ, ତ ରୂପା ତାର ଗାଧୋଇ ପାଧୋଇ ଦୋକାନ ପଳେଇଥିଲା। ତାପରେ ମୁଁ ମୋର ମାଆ ସହିତ କାମରେ କିଛିଟା ହେଲ୍ପ କରିଥିଲି, ଯେହେତୁ ମାଆର ଦେହ ଖରାପ ଥିଲା। ତ ଆଜି ରୋଷେଇରେ ହେଇଛି ଭାତ, ଭଜା ହେଇଛି, ଆଉ ଶାଗ ଭଜା ହେଇଛି। ଭଜା ଯେଉଁଟା ପୁରା ମସଲା ଦିଆ ହେଇକି ଭଜା ହେଇଛି, ଆଉ ଭେଣ୍ଡି ଆଳୁ ତରକାରୀ ହେଇଛି, ଯେଉଁଟାକି ଆମ ଘରେ ସମସ୍ତଙ୍କୁ ବହୁତ ସାରା ପସନ୍ଦ। ତ ମୁଁ ଭାବୁଥିଲି ଦୁଇଟା ପଖାଳ ଖାଇଦେବି, ବହୁତ ଦିନ ପଖାଳ ଖାଇନି ଦେହ ଖରାପ ପାଇଁ। ତ ବେଳେବେଳେ ମଝିରେ ମଝିରେ ଟିକେ ଟିକେ ପଖାଳ ଖାଇବାକୁ ଇଚ୍ଛା, ସବୁବେଳେ ତ ପ୍ରାୟ ଟାଇମ୍ ଖାଏ ପଖାଳ, ଆପଣ ଜାଣିଥିବେ। କିନ୍ତୁ ଦେହ ଖରାପ ପାଇଁ ମୁଁ ଏତେ ଖାଉନି, କିନ୍ତୁ ଆଜି ଟିକେ ଇଚ୍ଛା ହେଇଛି ତ ଭାବିଲି ଖାଇଦେବି। ତ ପଖାଳ, ସଜନା ଶାଗ, ଗରମ ଗରମ ସଜନା ଶାଗ ବାଇଗଣ ପକାଇ ଭଜା ହେଇଛି, ଆଉ ତା ସହିତ ମାଆ ମସଲା ଦେଇକି ପୋଟଳ ଆଉ ଆଳୁ ତା ସହିତ କାଙ୍କଡ଼ ପକାଇକି ଭାଜିଛି ମସଲା, ଯେଉଁଟାକି ଗରମ ମସଲା ଦେଇ ଭଜା ହେଇଥିବ। ଆଉ ସୋରିଷ ମସଲା ଦିଆ ହେଇକି ଯେଉଁ ତରକାରୀଟା ବହୁତ ଟେଷ୍ଟି ଥିଲା। ତ ସମସ୍ତେ ସାଙ୍ଗ ହେଇକି ଖିଆପିଆ କରିଥିଲୁ, ମୁଁ, ରୂପା, ଭାଇ ଆଉ ମାଆ। ଫୋନ୍ ବନ୍ଦ କର। ଦେଖି ଖାଇବ। ଖୋଇଦେବି, ମାମୁଁ ଖୋଇଦେବ। କି ଖୋଇଦେବ? ଖାଇବ।